ବିଜେଡିରୁ ନିଲମ୍ବନ ପରେ ସିଧା ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ। ଷଡ଼ଯନ୍ତ୍ର କଥା ପଦାକୁ ଆସିବ, ଯାହା ଅଭିଯୋଗ ଲଗାଇଛନ୍ତି ପ୍ରମାଣ ଦିଅନ୍ତୁ। ଏମିତି ନିଷ୍ପତ୍ତି କାହିଁକି ନେଲା ଦଳ କହିବା ଜରୁରୀ। ବିଜେଡିରୁ ନିଲମ୍ବିତ ହୋଇଥିବା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ। ଯାହା ବି ଅଭିଯୋଗ ଲଗାଇଛନ୍ତି ପ୍ରମାଣ ଦିଅନ୍ତୁ। 1.5 ବର୍ଷରୁ ବିଧାୟକ ରହିଆସିছে। 3ଟି ବ୍ଲକରେ ଦୁର୍ନୀତି ହୋଇନି। ଅଖଣ୍ଡ କ୍ଷମତା ପାଇଁ ନିଜେ ଦୁର୍ନୀତି କରିବେ। ଯାହା ଅଭିଯୋଗ ଲଗାଇଛନ୍ତି ତାହା ପ୍ରମାଣିତ କରନ୍ତୁ। ନିଲମ୍ବନ ପରେ ଏମିତି କିଛି କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ଅରବିନ୍ଦ ମହାପାତ୍ର। ସେ ମାତ୍ର 1.5 ବର୍ଷର ବିଧାୟକ। ଏହି 1.5 ବର୍ଷରେ ତାଙ୍କ ଉପରେ ଦୁର୍ନୀତିର ଛିଟା ଲାଗିନି। ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି। ଯଦି ସାହସ ଅଛି ତାହେଲେ ଏହି 2ଟି ଅଭିଯୋଗକୁ ପ୍ରମାଣିତ କରି ଦେଖାନ୍ତୁ। ଏମିତି ନିଷ୍ପତ୍ତି କାହିଁକି ନେଲା ଦଳ କହିବା ଜରୁରୀ। ବାପା ବିଜୟ ମହାପାତ୍ର ଯେଉଁ ଷଡ଼ଯନ୍ତ୍ର କଥା କହିଲେ ସେ ସବୁ କଥା ପଦାକୁ ଆସିବ ବୋଲି ମଧ୍ୟ କହିଛନ୍ତି ଅରବିନ୍ଦ। ସେ ଆହୁରି ମଧ୍ୟ କହିଛନ୍ତି ଅଭିଯୋଗ ଯାହା ହୋଇଛି ତାହା ମିଛ। କାହା ସହ ଯଦି ବିଶ୍ୱାସଘାତକ କରିଛି ପ୍ରମାଣ କରନ୍ତୁ। 1.5 ବର୍ଷରେ କାହା ସହ ଖରାପ ସମ୍ପର୍କ ନାହିଁ। କାହାକୁ ଗାଳି ଗୁଲଜ କରିନି। ଯଦି ଦଳ ବିରୋଧୀ କାମ କରୁଛି ବୋଲି ଅନୁଭବ କରୁଥିଲେ ଆଗରୁ କହିଲେନି କାହିଁକି? କୌଣସି ଶୋକଜ ନୋଟିସ ନ ଦେଇ ନିଲମ୍ବନ କରାଗଲା। ଏମିତି ନିଷ୍ପତ୍ତି କାହିଁକି ନେଲା ଦଳ କହିବା ଜରୁରୀ। ଏସବୁ କଥା ପଦାକୁ ଆସିବା ଉଚିତ। ବ୍ୟୁରୋ ରିପୋର୍ଟ, जनता टीवी।